जय जगन्नाथ सांग मैंने मो भाग्यश्री पुणी आ गोटे नूतन रेसिपी नहीं आपण पाखक पलि आज रेसिपीटी है द्वितीय घंटा। आपणकर घर आपण आड़े तो द्वितीय समस्त आड़े तो अच्छी द्वितीय घंटा किए केमिति करुँचा मत मो सांगे रेसिपी शेयर करेंगे। किसी भी भूल होते मत कमेंट माध्यम जनइबे। वीडियोटी शेष पर्यंत देखिए, बिल्कुल भी स्किप करेंगे। जदि वीडियोटी भल लगे अन्य मान सहित शेयर करेंगे। देखु मुझे द्वितीय घंटा मु अल्प परिमाण परिया नहीं, बेसी किसी परिया नहीं। बैगण आलू अमृतभंडा आउ कखारू नहीं। ये देखु मु काबुली चना, मटर चना और लाल चना मु राति बतुरे रखी यहाँ को मुझे सिझावाई मु प्रेशर कुकर रे पकईदेली। प्रेशर कुकर रे पकईदेला मुझे अल्प आवश्यक मात्रा रे सिझापाई मुझे पानी देदेवी। चलतु एबे पानी देवा। देखु मुझे पानी देदेली सिझापाई अल्प किछि लुण देदेली कि सेटा चनाटा सिझीज जल्दी। तापर मु प्रेशर कुकर ढांकण लगे कि मुझे सिझापाई छाड़देली। आपको माने 4 ରୁ 5टा सीटी मारिया पर्यंत छाड़ीदेवा। 4टा ना 5टा सीटी मारले भी बहुत ताके छाड़ीदेवा। मुझे छाड़देली। देखु एबे ये चना गुड़ाक सीझा चना देखु कितनी सुंदर भाव में सिझी हाथ रे पूरा मैस देखु चना सिझी सुंदर भाव में पूरा। ये मु तरकारी प्रस्तुत कर घांट तरकारी प्रस्तुत कर 2टी टमाटर लंका और किसी आउ 4टी पियाज नहीं। चलतु या सुंदर भाव में काटिदेवा। देखु मुझे केते सुंदर भाव में काटिकी रेडी कर देछि टमाटर आउ पियाज और लंका को। एबे कढ़ईटी मु गैस उपरे बसईदेली। या कढ़ईटी गरम हो सारा पर एथरे तेल पकेवा। देखु ये मु तेल पकईदेली। कढ़ईटी गरम हो सारा मु तेल पकईदेली। एथरे एबे लंका पकईदेवा। लंका अल्प मात्रा टिके हल्का भाजी सारला परे तापरे पियाज को पकेवा। देखु पियाज को पकईदेली। ये मुझे पियाज को हल्का ब्राउन कलर आसवा जाए टिके भाजीबा। देखु पियाज गुड़ाक पकई देकी या मु हल्का ब्राउन कलर हेबा जाए टिके पियाज को भाजी देवी। देखु मुझे भाजुची पियाज गुड़ी को। जमा भी वीडियोटी को स्किप करेंगे। आपण केमती कौन रोसई करती माने घंटा तरकारी प्रस्तुत करती मते कमेंट माध्यम जनइबे। एपरी मु जेमिति करुछि एपरी भाव भी थरे प्रस्तुत करके खातु। केमिति कौन लगुची टेस्ट ता मध्य भी मते जनइबे कमेंट रे। पियाजटी देखु हल्का ब्राउन है आसलानी। तापर ये मु काटी परिवा या मु पकईदेवी।
ଆଳୁ, ଅମୃତଭଣ୍ଡା, ବାଇଗଣ ଆଉ କଖାରୁଟିକୁ ମୁଁ ଏଇସବୁକୁ ପକାଇ ଦେଇକି ୟାକୁ ମଧ୍ୟ ମୁଁ କିଛି ମାନେ ସିଝିବା ଯାଏଁ ହାଲକା ତେଲରେ ଭାଜି ହେବା ଯାଏଁ ମୁଁ ୟାକୁ ହାଲକା ତେଲରେ ଟିକେ ଭାଜିଦେବି। ତା ସାଙ୍ଗରେ ପିଆଜ ବି ଆଉ ଟିକେ ଭାଜି ହେଇଯିବ, ସେଥିପାଇଁ ଆକୁ ଭାଜି ଦେଉଛି। ଭାଜି ବି ହେବ ଲାଷ୍ଟ ଆଉ ପରିବାଟି ସିଝି ବି ଯିବ ସେଥିରେ ଟିକେ ହାଲକା, ସେଥିପାଇଁ ମୁଁ ଏଥିରେ ମିଶାଇକି ଇଏ କରିଦେଉଛି, ଭାଜି ଦେଉଛି ଟିକେ। ୟାକୁ 2 ମିନିଟ୍ ପାଇଁ ଘୋଡ଼େଇକି ଛାଡ଼ିଦେବା, କଭର୍ କରିକି ଛାଡ଼ିଦେବା କି ସେଇଟା ପରିବା ଗୁଡ଼ିକ ସିଝିଯିବ। ଦେଖନ୍ତୁ ଏଠି ପରିବା ଗୁଡ଼ିକ କେଡ଼େ ସୁନ୍ଦର ଭାଜି ବି ହେଇଛି ଆଉ ହାଲକା ସିଝି ବି ଯାଇଛି। ଦେଖନ୍ତୁ ଏବେ ଏଇଥିରେ ମୁଁ କାଟିକି ରଖିଥିବା ଟମାଟର ଗୁଡ଼ାକ ପକାଇଦେବି। ଟମାଟର ଗୁଡ଼ାକ ଏଠି ପକାଇଦେଲି। ଦେଖନ୍ତୁ ୟାକୁ ହାଲକା ଟମାଟରଟିକୁ ବି ହାଲକା ଇଏ ଭାଜି ଦେଇକି ୟାକୁ ମଧ୍ୟ କିଛି ସମୟ ପାଇଁ ଟିକେ ସିଝିବା ପାଇଁ, ଟମାଟରଟିକୁ ସିଝିବା ପାଇଁ ମୁଁ ଏଠି ଛାଡ଼ିଦେଲି। ପୁଣି ଆଉ ଥରେ 2 ମିନିଟ୍ ପାଇଁ କଭର୍ କରିଦେଲି। ଦେଖନ୍ତୁ ଏଇଠି ମୁଁ ତରକାରୀରେ ପକାଇବା ପାଇଁ ସ୍ୱାଦ ଅନୁସାରେ ଲୁଣ, ହଳଦୀ, କିଛି ଗୋଲମରିଚ ଗୁଣ୍ଡ ଆଉ ଏଠି ଜିରା ପାଉଡ଼ର, ଧନିଆ ପାଉଡ଼ର ଆଉ ମ୍ୟାଗି ମସଲା ଏଠି ମୁଁ ନେଇଛି। ଆଉ ବେଶୀ କିଛି ଜିନିଷ ମୁଁ ଏଠି ନେଇନି, ଏତିକି ମୁଁ ମସଲା ନେଇଛି। ଏଇଠି ଦେଖନ୍ତୁ ଟମାଟର ବି ହାଲକା ସିଝିଗଲାଣି। ଆଉ ଟିକେ ତାପରେ ଏବେ ଏଥିରେ ମୁଁ ସିଝେଇଥିବା ଚଣା ଗୁଡ଼ିକ ଆଡ଼୍ କରିଦେବି। ଏଥିରେ ଚଣା ଗୁଡ଼ିକ ଆଡ଼୍ କରିସାରିଲା ପରେ ମୁଁ ୟାକୁ ଟିକେ ଆଉ ଟିକେ ଭଲସେ ମାନେ ଘାଣ୍ଟିକି ତାକୁ ଆଉ ଟିକେ ଭଲସେ ଗୋଳେଇ ଦେବି। ଦେଖନ୍ତୁ ଏଠି ଭଲସେ ଟିକେ ଭାଜି ଦେଉଛି ମୁଁ ତାକୁ ବି ତେଲରେ ଚଣା ଗୁଡ଼ିକ। ଦେଖନ୍ତୁ ଏଗୁଡ଼ାକ ଏବେ ମୁଁ ମସଲା ଗୁଡ଼ିକ ଆଡ଼୍ କରିଦେବି। ଲୁଣ, ହଳଦୀ, ଜିରା ଗୁଣ୍ଡ ସବୁ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ମ୍ୟାଗି ମସଲା ସବୁ ମୁଁ ଆଡ଼୍ କରିଦେଲି ଏଥିରେ। ୟାକୁ ଭଲସେ ଗୋଳେଇ ଦେବା। ଏଇଠି ମୁଁ ଭଲସେ ଗୋଳେଇ ଦେଉଛି। ଦେଖନ୍ତୁ ମୁଁ ଏବେ ପରିବା ଗୁଡ଼ିକ ଆଉ ଟିକେ ସିଝିବା ପାଇଁ ମୁଁ ଏଇଠି ଆଉ ଥରେ ଘୋଡ଼ଣୀଟି ଘୋଡ଼େଇ ଦେଉଛି 2-3 ମିନିଟ୍ ଯାଏଁ। ତାପରେ 2-3 ମିନିଟ୍ ହେଇସାରିଲା ପରେ ପୁଣି ଏବେ ଏଥିରେ ମୁଁ ନଡ଼ିଆ କୋରେଇକି ରଖିଥିଲି ତାକୁ ମୁଁ ଏଇଥିରେ ପକାଇ ଦେଉଛି, ଆଡ଼୍ କରିଦେଲି। ଦେଖନ୍ତୁ ୟାକୁ ମୁଁ ନଡ଼ିଆ ଗୁଡ଼ିକ ତରକାରୀରେ ଭଲସେ ମିଶାଇ ଦେଉଛି ପୁରା ସବୁଥିରେ। ନଡ଼ିଆ ଗୁଡ଼ିକ ଭଲସେ ମିଶିଗଲା ପରେ ଦେଖନ୍ତୁ ଏବେ ମୁଁ
ଆବଶ୍ୟକ ଅନୁସାରେ ପାଣି ଆଉ ପରିବା ଗୁଡ଼ିକ ଆଉ ଟିକେ ଭଲ ଭାବରେ ସିଝିବା ପାଇଁ ଆବଶ୍ୟକ ଅନୁସାରେ ପାଣି ମୁଁ ପକାଇଦେବି। ଏଇଠି ମୁଁ ପାଣି ପକାଇଦେଲି। ଏବେ ୟାକୁ ସିଝିବା ମାନେ ତରକାରୀଟି ଫୁଟିବ ବି ଆଉ ପରିବା ଗୁଡ଼ିକ ସିଝିଯିବ। ସେଥିପାଇଁ ମୁଁ ୟାକୁ ଗୋଳେଇ ଟିକେ ଘାଣ୍ଟି ଦେଇକି ଘୋଡ଼ଣୀଟି ଘୋଡ଼େଇକି କିଛି ସମୟ ପାଇଁ ଛାଡ଼ିଦେବି ଫୁଟିବା ପାଇଁ। 5 ମିନିଟ୍ ଯାଏଁ ଫୁଟିବା ପାଇଁ ଛାଡ଼ିଦେବି ତରକାରୀଟି। ସେଇ ଇଏରେ ପରିବା ଗୁଡ଼ିକ ସିଝି ବି ଯିବ ଆଉ ଟିକେ। ଚାଲନ୍ତୁ ଏବେ ଛାଡ଼ିଦେଲି ଦେଖନ୍ତୁ ଏବେ ତରକାରୀଟି ପରିବା ଗୁଡ଼ିକ ବି ବହୁତ ସୁନ୍ଦର ଭାବରେ ସିଝି ହେଇଛି ଆଉ ତରକାରୀଟି ବି କେତେ ସୁନ୍ଦର ଲାଗୁଛି। ଗରମା ଗରମ ଭାତ ସାଙ୍ଗରେ ଗରମା ଗରମ ତରକାରୀଟି ପୁରା ମସ୍ତ ଲାଗିଯିବ। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ତରକାରୀଟି। ଲୁକ୍ କେତେ ସୁନ୍ଦର ଦେଖାଯାଉଛି। ଏବେ ଗୋଟେ ବାଉଲକୁ କାଢ଼ି ଦେଉଥିଲି। ଆପଣ ନିଶ୍ଚିତ ଥରେ ଏପରି ଭାବରେ ଟ୍ରାଏ କରନ୍ତୁ। କେମିତି କ'ଣ ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଲା ଆପଣ ଅନ୍ୟମାନଙ୍କ ସହିତ ସେୟାର କରିବେ। ଆଉ ଲାଇକ୍ ଗୋଟେ କରିକି କମେଣ୍ଟ ଟିକେ ଦେଇଦେବେ। ସେତି ସମୟ ପାଇଁ ରହୁଛି। ମୁଁ ପୁଣି ଆଉ ଗୋଟେ ନୂତନ ଫ୍ରେଶ୍ ଭିଡ଼ିଓ ନେଇକି ଆସିବି ଆପଣଙ୍କ ନିକଟକୁ। ଜୟ ଜଗନ୍ନାଥ। ଲଭ୍ ୟୁ ଅଲ୍। ଟାଟା ବାଏ ବାଏ ଆଣ୍ଡ ଟେକ୍ କେୟାର। ରହୁଛି। ଜୟ ଜଗନ୍ନାଥ। ଜୟ ମା ଲକ୍ଷ୍ମୀ। ଭିଡ଼ିଓଟିକୁ ନିଶ୍ଚିତ ସେୟାର କରିବେ।